ମାଗଣା ଗ୍ୟାସ୍କୁ ସିକ୍ୟୁରିଟି ଫି ବି ଛାଡ଼। ଏଲ୍‌ପିଜି ଛାଡ଼ି ପିଏନ୍‌ଜି ଆପଣାଇଲେ ମିଳିବ ବଡ଼ ଫାଇଦା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଏଲ୍‌ପିଜି ଇନ୍ଧନ ଗ୍ୟାସ୍ ସିଲିଣ୍ଡର ସହିତ ଜଡ଼ିତ ବୋଝକୁ କମ୍ କରିବା ପାଇଁ ସରକାର ପିଏନ୍‌ଜି ସଂଯୋଗ ବାଛିଥିବା ଗ୍ରାହକମାନଙ୍କୁ ଯଥେଷ୍ଟ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। କମ୍ପାନୀଗୁଡ଼ିକ ପିଏନ୍‌ଜି ସଂଯୋଗ ପାଇଁ ସାଇନ୍ ଅପ୍ କରୁଥିବା ଗ୍ରାହକମାନଙ୍କୁ ଟଙ୍କା 500 ପର୍ଯ୍ୟନ୍ତ ମାଗଣା ଗ୍ୟାସ୍ ପ୍ରଦାନ କରୁଛନ୍ତି ଏବଂ ସୁରକ୍ଷା ଜମା ଶୁଳ୍କ ଛାଡ଼ ମଧ୍ୟ କରୁଛନ୍ତି। ଏହା ବ୍ୟତୀତ ସରକାର ପାଇପ୍ ଗ୍ୟାସ୍ ନେଟୱାର୍କ ଦ୍ୱାରା ସେବା ପ୍ରଦାନ କରାଯାଉଥିବା ଅଞ୍ଚଳରେ ରହୁଥିବା ଗ୍ରାହକମାନଙ୍କୁ 3 ମାସ ମଧ୍ୟରେ ପିଏନ୍‌ଜି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ନ କରିବା ଫଳରେ ସେମାନଙ୍କର ଏଲ୍‌ପିଜି ସଂଯୋଗ ବନ୍ଦ ହୋଇଯିବ। ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଏହି ସଂକଟକୁ ଏକ ସୁଯୋଗରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପିଏନ୍‌ଜି ସେବାଯୋଗ୍ୟ ଅଞ୍ଚଳରେ ରହୁଥିବା ଗ୍ରାହକମାନଙ୍କୁ ସେମାନଙ୍କର ଏଲ୍‌ପିଜି ସିଲିଣ୍ଡର ପରିତ୍ୟାଗ କରିବାକୁ ଉତ୍ସାହିତ କରିବା ଉପରେ ସରକାରଙ୍କ ପ୍ରାଥମିକତା ଧ୍ୟାନ। ପିଏନ୍‌ଜି ଏବଂ ଏଲ୍‌ପିଜି ସଂଯୋଗ ଉଭୟ ଧାରଣ କରୁଥିବା ଲୋକଙ୍କୁ ତୁରନ୍ତ ସେମାନଙ୍କର ଏଲ୍‌ପିଜି ରନ୍ଧନ ଗ୍ୟାସ୍ ସଂଯୋଗ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ 3 ମାସ ମଧ୍ୟରେ ପିଏନ୍‌ଜି ସଂଯୋଗ ପ୍ରାପ୍ତ କରନ୍ତୁ। ସରକାର ପ୍ରାକୃତିକ ଗ୍ୟାସ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରାଳୟର ମାର୍କେଟିଂ ଏବଂ ତୈଳ ବିଶୋଧନାଗାର ବ୍ୟାପାରର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଗ୍ୟାସ୍ ମାର୍କେଟିଂ କମ୍ପାନୀଗୁଡ଼ିକ ପିଏନ୍‌ଜି ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ 500 ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମାଗଣା ଗ୍ୟାସ୍ ପ୍ରଦାନ କରୁଛନ୍ତି। ପିଏନ୍‌ଜି ନେଟୱାର୍କ ଦ୍ୱାରା ଆବୃତ ଅଞ୍ଚଳରେ ରହୁଥିବା ଏଲ୍‌ପିଜି ଗ୍ରାହକମାନେ ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ଏକ ବିଜ୍ଞପ୍ତି ପାଇବେ ଯେଉଁଥିରେ ସେମାନଙ୍କୁ 3 ମାସ ମଧ୍ୟରେ ପିଏନ୍‌ଜି ସଂଯୋଗ ପାଇବା ପାଇଁ ନିର୍ଦ୍ଦେଶ ଦିଆଯିବ। କମ୍ପାନୀଗୁଡ଼ିକୁ ଏପରି ଆବେଦନକାରୀଙ୍କୁ ସେମାନଙ୍କ ଆବେଦନ ପାଇବାର 3 ଦିନ ମଧ୍ୟରେ ସଂଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ହାଉସିଂ ସୋସାଇଟି କିମ୍ବା ଆବାସିକ କଲୋନୀ ମଧ୍ୟରେ କୌଣସି ଅବଜେକ୍ସନ୍ ସାର୍ଟିଫିକେଟ୍ ଯଥା ଏନ୍ଓସି କ୍ରୟ ସମ୍ପର୍କିତ ଯେକୌଣସି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ 2,20,000 ଗ୍ରାହକ ପିଏନ୍‌ଜିକୁ ପରିବର୍ତ୍ତନ କରିଛନ୍ତି। ବାସ୍ତବରେ ପିଏନ୍‌ଜି ତୁଳନାରେ ଏଲ୍‌ପିଜି ଆମଦାନୀ ଉପରେ ଭାରତର ନିର୍ଭରତା ଯଥେଷ୍ଟ ଅଧିକ। ଫଳସ୍ୱରୂପ ସରକାର ପିଏନ୍‌ଜି ଗ୍ରହଣ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି। ଏହା ବ୍ୟତୀତ ପିଏନ୍‌ଜି ସହିତ ଜଡ଼ିତ ପରିବହନ ଖର୍ଚ୍ଚ ଏଲ୍‌ପିଜି ରନ୍ଧନ ଗ୍ୟାସ୍ ସିଲିଣ୍ଡର ତୁଳନାରେ କମ୍। ସଂକଟ ଆରମ୍ଭ ହେବା ପରଠାରୁ ପ୍ରାୟ 2,20,000 ଗ୍ରାହକ ଏଲ୍‌ପିଜିରୁ ପିଏନ୍‌ଜିକୁ ପରିବର୍ତ୍ତନ କରିସାରିଛନ୍ତି। ତେବେ ଦିଲ୍ଲୀରେ ପାଇପଲାଇନ୍ ସ୍ଥାପନ ସମୟରେ ରାସ୍ତା ଖନନ ପାଇଁ ସାଧାରଣତଃ ଆଦାୟ କରାଯାଉଥିବା ରାସ୍ତା ପୁନରୁଦ୍ଧାର ଶୁଳ୍କକୁ ଛାଡ଼ କରାଯାଇଛି। ଫଳସ୍ୱରୂପ ପାଇପଲାଇନ୍‌ଗୁଡ଼ିକ ଏବେ ଦିନରାତି ବିଛାଯାଇପାରିବ। ଦିଲ୍ଲୀ ସରକାର ପିଏନ୍‌ଜି ପ୍ରକଳ୍ପ ପାଇଁ 24 ଘଣ୍ଟା କାର୍ଯ୍ୟଶିଫ୍ଟ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ସହିତ ପିଏନ୍‌ଜି ସଂଯୋଗ ପାଇବା ପାଇଁ ଆବେଦନ ପ୍ରକ୍ରିୟାକୁ ସରଳ କରାଯାଇଛି। ତେବେ ଏଲ୍‌ପିଜି ତୁଳନାରେ ପିଏନ୍‌ଜି ଶସ୍ତା ହୋଇଛି। ପେଟ୍ରୋଲିୟମ ମନ୍ତ୍ରାଳୟ ପାଇପଲାଇନ୍ ବିଛାଇବା ନିର୍ମାଣ କାର୍ଯ୍ୟ ଏବଂ ସମ୍ପ୍ରସାରଣ କାର୍ଯ୍ୟକଳାପ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ମନ୍ତ୍ରାଳୟ ପାଇପଲାଇନ୍ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ଆବେଦନ ପ୍ରକ୍ରିୟାକୁ ସରଳ କରିବା ଏବଂ ଏଲ୍‌ପିଜିକୁ ପିଏନ୍‌ଜିକୁ ପରିବର୍ତ୍ତନକୁ ଉତ୍ସାହିତ କରିବା ଲକ୍ଷ୍ୟ ରଖିଛି। ପିଏନ୍‌ଜି ସହିତ ବିଲିଂ ଏକ ମିଟର ମାଧ୍ୟମରେ କରାଯାଏ ଏବଂ ଏହା ଏଲ୍‌ପିଜି ତୁଳନାରେ ଅଧିକ ଆର୍ଥିକ ଭାବରେ ମଧ୍ୟ ପ୍ରମାଣିତ ହୋଇଥାଏ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍‌ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।